ହୁଇଲ ଚେୟାରରେ ବସି ଛଳ ଛଳ ଆଖିରେ ଦ୍ରାକ୍ଷର ହାତ ଲେଖା ଡାଏରୀଟି ପଢ଼ୁଥିଲେ ଅଜିତାଭ ଆଚାର୍ଯ୍ୟ। ବାହାରେ ଅବିଶ୍ରାନ୍ତ ବର୍ଷାର ଧାରା। ତମ ଅପେକ୍ଷା ତମର ଏ ନାଁଟା ପାଇଁ ମୁଁ ବେଶୀ ତମ ପ୍ରେମରେ ପଡ଼ିଯାଇଥିଲି ଅଜିତାଭ। ଲାଗୁଥିଲା ଯେମିତି କେଉଁ ଏକ ହିନ୍ଦୀ ଫିଲ୍ମର ନାୟକ ଅବା କେଉଁ ଉପନ୍ୟାସର ନାୟକର ନାମ ପରି। ତମ ନାଁର ପ୍ରତିଟି ଅକ୍ଷର ମୋତେ ମିଠା ଶୁଭୁଥିଲା। ସେଥିପାଇଁ କେବେ ଅଜୁ, କେବେ ଅଜିତ, କେବେ ଜିତ୍ ତ ଆଉ କେବେ ଅଜିତାଭ ବୋଲି ମୁଁ ଡାକୁଥିଲି। ଯାହା ଡାକିଲେ ବି ତମେ ଖୁସି ହେଉଥିଲ। ବିଜୁଳି ଆଲୁଅ, ରାସ୍ତା ଆଉ ପ୍ରାଇମେରୀ ସ୍କୁଲଟିଏ ନଥିବା ତମର ସେ ନିପଟ ମଫସଲ ଗାଁରେ ଏମିତି ଗୋଟେ ବିରଳ ନାଁ କିଏ ଦେଇଥିଲା ବୋଲି ଥରେ ମୁଁ ପଚାରିଥିଲି। ଉତ୍ତରରେ ତମେ କହିଥିଲ, ମୋ ବାପା। କ'ଣ ଭାବି ସେ ଏମିତି ନାଁଟିଏ ବାଛିଥିଲେ ମୁଁ ଜାଣିନି। ଏ ନାଁର ଅର୍ଥ ବି ଜାଣିନି। ମୋ ବାପା ହାଇସ୍କୁଲର ଜଣେ ମାଷ୍ଟର ଥିଲେ ବି ଜଣେ ନାମୀ ଲେଖକ ଥିଲେ। ବୋଧହୁଏ ସେ କିଛି ଗୋଟେ ଆବେଗରେ ଏମିତି ନାଁଟିଏ ଦେଇଥିବେ। ସତରେ ଅଜିତାଭ, ମୁଁ ତମ ବାପାଙ୍କୁ ଦେଖିନି ସିନା, ତାଙ୍କର କେତେ ଖଣ୍ଡ ଉପନ୍ୟାସ ପଢ଼ିଛି। ଖୁବ୍ ଅନୁଭବୀ ଆଉ ଖୁବ୍ ସୁନ୍ଦର ବିଷୟବସ୍ତୁ ନେଇ ଲେଖାଗୁଡ଼ିକ। ଚରିତ୍ରଗୁଡ଼ିକ ଏମିତି ଲାଗନ୍ତି ଯେମିତି କେଉଁଠି ଭେଟିଛି ସେମାନଙ୍କୁ। କିନ୍ତୁ ତମେ ସେସବୁ ପଢ଼ିବା ତ ଦୂରର କଥା, ସାହିତ୍ୟ କଥା କହିଲେ ମୁହଁ ବୁଲେଇ ନିଅ। ସ୍କୁଲରେ କୁଆଡ଼େ ସାହିତ୍ୟରେ କଷ୍ଟେ ମଷ୍ଟେ 30 ରଖି ପାସ୍ ହୋଇଯାଉଥିଲ। ମୁଁ ତମ ବାପାଙ୍କର ଲେଖା ପଢ଼ି ପଢ଼ି ଲେଖିକା ହୋଇଥିଲି। ଯଦିଓ ସେତେ ବଡ଼ ସ୍ୱନାମଧନ୍ୟ ହୋଇପାରିବାର ଆସ୍ପର୍ଦ୍ଧା ଏଯାଏ ବି କରିନି। ଛାଡ଼, ସେସବୁ କଥା କହିବା ଆଜି ବୃଥା। ଅଜିତାଭ, ଆଜିକୁ 20 ବର୍ଷ ହେଲା ଆମେ କେହି କାହାକୁ ଦେଖିନାହେଁ। କିନ୍ତୁ ଯେତେବେଳେ ବର୍ଷା ଋତୁ ଆସିଯାଏ ତମେ ଖୁବ୍ ମନେ ପଡ଼। ତାର ମାନେ ନୁହେଁ ଯେ ଅନ୍ୟ ଋତୁରେ ମନେ ପଡ଼ନି ବୋଲି। এই କଦମ୍ବ ଫୁଲର ଋତୁଟା ପାଇଁ କିନ୍ତୁ ସବୁବେଳେ ମୋର ଅପେକ୍ଷା ଥାଏ। ନାକ ଅଗରେ ଯେମିତି କଦମ୍ବ ଫୁଲର ହାଲକା ହାଲକା ବାସ୍ନା ବାଜୁଥାଏ ରହି ରହି। ଏହି ଋତୁରେ ସବୁ ସମ୍ପର୍କ ଗୁଡ଼ିକ ନିବିଡ଼ ହୁଅନ୍ତି, ପଲ୍ଲବୀ ଉଠନ୍ତି। ତିକ୍ତ ହେଉ ବା ମଧୁର ହେଉ, ସ୍ମୃତିର ସିନ୍ଦୁକ ଉଛୁଳି ପଡ଼େ ଆଖି ଲୁହ ପରି। ମନେ ଅଛି ତମର କେମିତି ଆମେ ଭିଜୁଥିଲେ ପ୍ରଥମ ବର୍ଷାରେ ସେ ବିଜେପି କଲେଜର ସେକେଣ୍ଡ ଗେଟ୍ ପାଖରେ ଅକାରଣଟାରେ ଠିଆ ହୋଇ। ସବୁ ସିନା ଏବେ ପୁରୁଣା ହେଲାଣି, କିନ୍ତୁ ଋତୁ ଆସିଲେ ସବୁ ପୁଣି ନୂଆ ଲାଗେ। ତମ ସାଙ୍ଗେ ସବୁ ଋତୁ ଭୋଗିବାର ଆଶା ତ ଆଶାରେ ହିଁ ରହିଗଲା ଅଜିତାଭ। କେବଳ ବର୍ଷା ଋତୁ ହିଁ ଆମେ ଭୋଗିଥିଲେ କାହିଁ କହୁ 30 ବର୍ଷ ତଳେ। କେବେ ପାର୍କରେ ତ କେବେ ଖଣ୍ଡଗିରି ଗୁମ୍ଫା ସାମ୍ନା ଝଙ୍କାଳିଆ ରବର ଗଛ ପାଖରେ, ପୁଣି କେବେ ଦୟାନଦୀ କୂଳରେ ଥିବା କଲଭଟ ନିକଟସ୍ଥ କଦମ୍ବ ମୂଳରେ। ଧୀରେ ଧୀରେ କେଜାଣି କେମିତି ଆମ ଭିତରେ ଫାଟ ସୃଷ୍ଟି ହେଉଥିଲା ମାମୁଲି କଥାରେ। କଥା କଟାକଟି ହୋଇ ଶେଷ ହେଉଥିଲା ମାନ ଅଭିମାନରେ। ଦେଖା ସାକ୍ଷାତରେ ଦୂରତ୍ୱ ବଢ଼ୁଥିଲା ଧୀରେ ଧୀରେ। ଅନେକ ସମୟରେ କିଛି ବି ଭୁଲ ନଥାଇ ବି ମୁଁ ସରି କହୁଥିଲି କେବଳ ସମ୍ପର୍କଟିକୁ ବଞ୍ଚେଇ ରଖିବାକୁ। ତା ବି ହେଲାନି ଶେଷ ପର୍ଯ୍ୟନ୍ତ। ଆମେ ଅଲଗା ହୋଇଯିବାର ମାତ୍ର ବର୍ଷକ ପରେ ମୋର ବାହାଘର ହୋଇଗଲା। ତମେ ଆପତ୍ତି କଲ ନାହିଁ। ମୁଁ ଜାଣିପାରିଲି ନାହିଁ କ'ଣ ଉଦ୍ଦେଶ୍ୟ ଥିଲା ତମ ମନରେ। ମୋର ବିବାହିତ ଜୀବନ ସୁଖପ୍ରଦ ନଥିଲା ବୋଲି ଶିଳ୍ପା ତମକୁ କହିଥିଲା, କିନ୍ତୁ ତାହା ସତ ନୁହେଁ। ବାରମ୍ବାର ସେ ତମକୁ ମୋ କଥା କାହିଁକି କହେ ଅଜିତା? ତମେ ଯେ ତା କଥାରେ ଖୁବ୍ ଗୁରୁତ୍ୱ ଦିଅ ସେ କଥା ମୁଁ ଜାଣେ। ସେଥିପାଇଁ ସେ ଯାହା କହିଲେ ବି ମୁଁ ନୀରବ ରହେ। କାରଣ ଶିଳ୍ପା କହୁଥିବା କଥାରେ କୌଣସି ସତ୍ୟତା ନଥାଏ, ଅଥଚ ତମେ ବିନା ଦ୍ୱିଧାରେ ବିଶ୍ୱାସ କରିଯାଅ। ମୋର ବିବାହିତ ଜୀବନ କେତେ ସୁଖମୟ କି ଦୁଃଖମୟ ସେ କଥା କେବଳ ମୋ ବ୍ୟତୀତ ଶିଳ୍ପା ବା ଆଉ କେହି କେମିତି ଜାଣିବ? ତେବେ ଅନ୍ୟର ଜୀବନଶୈଳୀ ବା ଜୀବନଗାଥା ଗାଇବାର ବଦଭ୍ୟାସ ଶିଳ୍ପାର ଖୁବ୍ ପୁରୁଣା। ସେଥିରେ ନକାରାତ୍ମକ ରଙ୍ଗ ଭରି ଦେଇ ଶିଳ୍ପା ଖୁବ୍ ଖୁସି ହୁଏ। ତେବେ ମୁଁ ଭାବିଥିଲି ଏସବୁ କରି ସେ ତମକୁ ଖୁସି କରେଇ ନିଜ ଆଡ଼କୁ କରିନେବ, ଆଉ ତମେ ତାକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେବ। ହୁଏତ ସେ ଏଇଆ ହିଁ ଚାହିଁଥିବ, କିନ୍ତୁ ତମେ ତାହା ବି କଲନି। ତମ ମୋ ଭିତରେ ଯେଉଁ ବୁଝାମଣା ଥିଲା ତାହା ହଠାତ୍ ଦିନେ ଶେଷ ହୋଇଗଲା
ଯେଉଁଦିନ ଜାଣିଲି ଯେ ମୁଁ ସେ ସ୍ଥାନରେ ନାହିଁ ଯେଉଁଠି ରହିଲେ ନିଜକୁ ଖୁବ୍ ଭାଗ୍ୟବତୀ ବୋଲି ମୁଁ ଭାବିବି ବା ନିଜ ଜୀବନକୁ ସୁରଭିତ କରି ନିଜକୁ ହଜେଇ ଦେଇପାରିବି, ସେ ସ୍ଥାନରେ ମୁଁ ନୁହେଁ ଆଉ କେହି। ଏକଥା ମୁଁ ସହ୍ୟ କରିବି କେମିତି? ଖୁବ୍ ଡେରିରେ ଜାଣିଲି ଏକଥା। ତଥାପି ତୁମକୁ ତଡ଼ି ପାରିଲି ନାହିଁ ମନ ଭିତରୁ। ଏ ଭିତରେ ଏତେ ବର୍ଷ ବିତିଗଲାଣି, କେତେ କେତେ ଘଟଣା ଦୁର୍ଘଟଣା ଆସି ଚାଲିଗଲାଣି। ଏବେ ତମେ କ'ଣ କରୁଛ, କେଉଁଠି ଅଛ, କିଛି ଜାଣିନି। ତଥାପି ଖୁବ୍ ଦୂରରେ ଥାଇ ସୁଦ୍ଧା ତମକୁ ଦିନ ପ୍ରତିଦିନ ହୃଦୟରେ ଅନୁଭବ କରୁଛି। ତମ ସହିତ କଥାବାର୍ତ୍ତା କରୁଛି, ହସୁଛି, କାନ୍ଦୁଛି। ସବୁବେଳେ ତମକୁ କଳ୍ପନାରେ ହଉ ପଛେ ପାଖରେ ପାଉଛି। ଇଏ କ'ଣ କମ୍ କଥା କି? ଡାଏରୀ ବନ୍ଦ କରି ନୀଳ ଆକାଶକୁ ଚାହିଁଲେ ଅଜିତା। ଅନୁତାପ କଲେ ଭୁଲ ସବୁ ସଂଶୋଧନ ହୋଇପାରନ୍ତା ଯଦି ସାରା ଜୀବନ କେବଳ ଅନୁତାପ ହିଁ କରନ୍ତି ଦ୍ରାକ୍ଷା। ତମ ପାଇଁ ନିତିଦିନ ଝୁରି ହେଲେ ତମେ ଯଦି ଫେରି ଆସନ୍ତ, ତେବେ ମୁଁ ଅବଶିଷ୍ଟ ଜୀବନ ତମକୁ ହିଁ ଝୁରନ୍ତି। ଯାହାର ଭାଗ୍ୟରେ କେବଳ ହତାଶା, ଅପ୍ରାପ୍ତି, ଅବଶୋଷ ଲେଖା ହୋଇଛି, ସମୟକ୍ରମେ ସେ ତାହା ହିଁ ଭୋଗିବ ଦ୍ରାକ୍ଷା। କେହି କିଛି କରିପାରିବାର ନାହିଁ। ଶିଳ୍ପା ମୋ ସ୍କୁଲରେ ସହପାଠିନୀ ଥିଲା। ଆମେ ଖୁବ୍ ନିବିଡ଼ ଥିଲୁ। ଅନେକ ବର୍ଷ ପରେ ତା ସହ ଦେଖା ହେଲା ପରେ ତମ ସହିତ ମୋର ବନ୍ଧୁତ୍ୱ ତାର ଅସହ୍ୟ ହୋଇଥିଲା। କିନ୍ତୁ ତମ ସ୍ଥାନ ସେ ନେଇପାରିନଥିଲା। ଏକଥା ମୁଁ ତୁମକୁ ବୁଝେଇ ପାରୁନଥିଲି କି ତମେ ବୁଝିପାରୁନଥିଲ। ସେ ଯାହା କହେ ବା କରେ ସେଥିରେ ମୋର କିଛି ବି ଯାଏ ଆସେନି। ସେଥିପାଇଁ ତମ ବିଷୟରେ ସେ ଯାହା କହିଲେ ବି ମୁଁ ଉତ୍ତର ଦେଉନଥିଲି। ଏମିତିକି ସ୍କୁଲରେ ପଢ଼ିଲା ବେଳେ ଅନେକ ଚିଠି ସେ ମୋତେ ଲେଖୁଥିଲା। କେବେ ଡାକରେ ତ କେବେ ବହି ଭିତରେ, ଆଉ କେବେ ଟ୍ୟୁସନ୍ ହେଲାବେଳେ ତାଙ୍କ ଘରେ। ତା ବାପା ଆଉ ମୋ ବାପା ଗୋଟିଏ ସ୍କୁଲରେ ଶିକ୍ଷକ ଥିଲେ ବି ମୁଁ ଗଣିତ ପଢ଼ିବା ପାଇଁ ତାଙ୍କ ଘରକୁ ଯାଉଥିଲି। ଯେତେ ଖଣ୍ଡ ଚିଠି ସେ ଲେଖିଲେ ବି ମୁଁ କୌଣସି ଖଣ୍ଡିଏ ଚିଠିର ଉତ୍ତର ଦେଉନଥିଲି। ତାହା ମୋ ବାପାଙ୍କର ଭୟରେ ହେଉ ଅବା ତା ବାପାଙ୍କର ଭୟରେ ହେଉ ଅବା ମୋ ନିଜର ଲାଜକୁଳା ସ୍ୱଭାବ ପାଇଁ ହେଉ, କିନ୍ତୁ ମୋତେ ଭଲ ଲାଗୁଥିଲା ତାର ଚିଠି ପଢ଼ିବାକୁ। ବହୁତ ଆଦରରେ କେତେ କ'ଣ ଲେଖୁଥିଲା, ଯାହା ମୁଁ ବୁଝିବା ବାହାରେ ଥିଲା। ତଥାପି ମୋତେ ଭଲ ଲାଗୁଥିଲା। ଦ୍ରାକ୍ଷା, ତମକୁ କେବେ ହେଲେ ଏସବୁ କଥା କହିବା ପାଇଁ ମୁଁ ଇଚ୍ଛା କରିନଥିଲି, କେବଳ ତମକୁ ହରେଇ ଦେବା ଭୟରେ। ଉପରକୁ ଚାହିଁଲେ ଅଜିତା। ଆଖି ବୁଜିଲେ ଦ୍ରାକ୍ଷାର ହସ ହସ ମୁହଁଟି ଦିଶି ଯାଉଛି। ଏ ତ କେବଳ ତାର ଡାଏରୀ ନୁହଁ, ଶେଷତମ ଉପନ୍ୟାସ, ଯେଉଁଟା ତାର ଝିଅ ଆଣି ଦେଇ ଯାଇଥିଲା। ଏଥିରେ ତାର ଆତ୍ମକାହାଣୀ ଏତେ ନିଖୁଣ ଭାବେ ଲେଖା ହୋଇଛି ଯେ ଯେତେ ଛୁପାଇଲେ ବି ଅଜିତାବ ନିଜକୁ ହିଁ ଦୋଷୀ ବୋଲି ମାନି ନେଉଛନ୍ତି। ବେଳେ ବେଳେ ଏମିତି ହୁଏ ଯେ କିଛି ଦୋଷ ନଥାଇ ବି ଦୋଷ ମାନିଗଲେ ଅନେକ ସମସ୍ୟା ସେଇଠି ସରିଯାଏ। ଏକଥା ଦ୍ରାକ୍ଷା ନିଜେ ଶିଖାଇଥିଲା। କେବଳ ଶିଖାଇ ନଥିଲା, ନିଜେ ବି ଶିଖିଥିଲା। ଆଉ କିଛି ଭୁଲ ନ କରି ମଧ୍ୟ ଅନେକ ଥର ସରି ବୋଲି କହୁଥିଲା, ଯାହାଫଳରେ ଅଜିତାବଙ୍କର ରାଗଟା ବି ସେଇଠି ସରିଯାଉଥିଲା। ଅଜିତାବ, ତମେ କେବେ ହେଲେ ମୋତେ କିଛି ଭବିଷ୍ୟତ କଥା କହୁନଥିଲ। ସେଥିପାଇଁ ତମେ ମୋତେ ନେଇ କିଛି ଚିନ୍ତା କରୁନଥିଲ ବୋଲି ମୁଁ ନିଶ୍ଚିତ ହୋଇଥିଲି। କେଜାଣି, ଶିଳ୍ପାକୁ ନେଇ ଯଦି ତମର କିଛି ସ୍ୱପ୍ନ ଥିବ ଭାବି ମୁଁ ଧୀରେ ଧୀରେ ତମଠାରୁ ଦୂର ହେବାକୁ ଚେଷ୍ଟା କରୁଥିଲି। ନା ଦ୍ରାକ୍ଷା, ମୁଁ କେବେ ବି ସେମିତି ଭାବୁନଥିଲି। ଶିଳ୍ପାକୁ ନେଇ ତ କିଛି ବି ନୁହଁ। ସେ ସମୟ ହୁଏତ ମୋ ପାଇଁ ଆସିନଥିଲା। ସ୍କୁଲ ଜୀବନର ସେହି ଖିଆଲି ମନକୁ ନେଇ ବଞ୍ଚି ହୁଏ ନା ଦ୍ରାକ୍ଷା। ଶିଳ୍ପା କିନ୍ତୁ ସେହି ଦିନଗୁଡ଼ିକ ପରି ମୋ ପଛରେ ପଡ଼ିଯାଇଥିଲା। ତାର ବାପା ମଧ୍ୟ ତାକୁ ସମର୍ଥନ କରୁଥିଲେ। ମୋ ବାପା କିନ୍ତୁ ରୋକଠୋକ୍ କହିଦେଇଥିଲେ ସେ ତାକୁ ପସନ୍ଦ କରନ୍ତିନି ବୋଲି। ଦ୍ରାକ୍ଷା, ମୋ ବାପା ତମକୁ ଚିହ୍ନି ନଥିଲେ। ଯଦି ଚିହ୍ନିଥାନ୍ତେ ନିଶ୍ଚୟ ପସନ୍ଦ କରିଥାନ୍ତେ। ମାତ୍ର ସେ ସମୟ ଆସିବା ଆଗରୁ ତମର ବାହାଘର ହୋଇଗଲା। ଆରମ୍ଭ ହୋଇନଥିବା କିଛି ସ୍ୱପ୍ନ ସେଇଠି ସରିଯାଇଥିଲା। ମୋ ବାବାଙ୍କର ପସନ୍ଦ ଅନୁସାରେ ଅନେକ ଡେରିରେ ମୋର ବିବାହ ହୋଇଥିଲେ ବି ତାହା ଏକ ବିଫଳ ଦାମ୍ପତ୍ୟ ଥିଲା। ସେ କଥା ତମକୁ କହିଲେ ତମେ ଦୁଃଖ ପାଇବ। ଫୁଲମାଳ ଦିଆ ଦ୍ରାକ୍ଷାର ରଙ୍ଗୀନ ଫଟୋଟିକୁ ନିର୍ନିମେଷ ନୟନରେ ଚାହିଁ ରହିଥିଲେ ଅଜିତାବ। ଏସବୁ କାହିଁକି ହେଲା ତାର ଉତ୍ତର ଆଜି କାହାରି ପାଖରେ ନାହିଁ। ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଥିଲେ କେବଳ। ଅଜିତା, ଦେଖା କେବେ ହେବାର ଆଶା ରଖିନି ମୁଁ ତମ ବିଷୟରେ କିମ୍ବା ତମେ ମୋ ବିଷୟରେ ଜାଣିବାର ଆବଶ୍ୟକତା ଆଉ ନାହିଁ। ମୁଁ କିଛି ବି ତମକୁ କହିବିନି। କିନ୍ତୁ ଏ ମୌସୁମୀ ଆସିଲେ ତମେ ଏତେ ମନେ ପଡ଼ ଯେ ମୋ ଜୀବନର ସମସ୍ତ ଦୁଃଖକୁ
ଦୁଃସ୍ୱପ୍ନ ପରି ଭୁଲିଯାଏ। ଆଖପାଖରେ ନଥିଲେ ବି କଦମ୍ବ ଫୁଲର ଏକ କାଳ୍ପନିକ ବାସ୍ନାରେ ମୁଁ ଆତ୍ମବିସ୍ମୃତ ହୋଇଯାଏ। ଦ୍ରାକ୍ଷା, ମୁଁ ଜାଣେ ସେସବୁ ଭାବପ୍ରବଣତା ଛଡ଼ା ଆଉ କ'ଣ ହୋଇପାରେ କହୁନ? ବିଜେପି କଲେଜର ସେ ସ୍ମୃତି ସବୁ ତୁମ ସହିତ ମୋ ଠାରୁ ବହୁ ଦୂରକୁ ଚାଲିଯାଇଛି ଏବେ। ହୁଇଲ୍ ଚେୟାରରେ ବସି ଅପେକ୍ଷା କରିଛି କେବଳ ଅବଶିଷ୍ଟ ଜୀବନର ସର୍ବଶେଷ ମୁହୂର୍ତ୍ତକୁ। ପତ୍ନୀ ଥାଇ ମଧ୍ୟ ପତ୍ନୀ ହରା ମୁଁ। ଏକମାତ୍ର ପୁତ୍ର ଯେ ଗୋଟିଏ ଅଣଓଡ଼ିଆ ଝିଅକୁ ବିବାହ କରି ନାଗପୁରରେ ସେଟେଲ ହୋଇଯାଇଛି। ବାପା ବୋଲି କେହି ଜଣେ ଅଛି ବୋଲି ତାର ମନେ ପଡ଼େନି। ଶ୍ୱଶୁରଙ୍କର କଥାରେ ସେ ପରିଚାଳିତ। ସେଥିପାଇଁ ମୁଁ ଦୁଃଖ କରେନି। ଏକା ମୁଁ କାହିଁକି? ଆଜିକାଲି ଅଧିକାଂଶ ବାପାଙ୍କର ଏହି ଅବସ୍ଥା। ଆଉ ପତ୍ନୀଙ୍କ କଥା ନ କହିଲେ ବରଂ ତମେ ଶାନ୍ତି ପାଇବ। ଏତିକି କହୁଛି ଯେ ମୁଁ ତାଙ୍କର ଯୋଗ୍ୟ ନଥିଲି। ତାଙ୍କର ଅସନ୍ତୋଷ ଆଉ ମୋ ସହିତ ରହିବା ତାଙ୍କ ପକ୍ଷରେ ଅସହ୍ୟ ହେବାରୁ ବିବାହର 18 ବର୍ଷ ପରେ ବି ମୋତେ ଛାଡ଼ପତ୍ର ଦେଇ ଅନ୍ୟତ୍ର ରହୁଛନ୍ତି। ଆଉ ମୁଁ ଏ ହୁଇଲ୍ ଚେୟାରରେ ଅନ୍ୟର ଦୟା ଆଉ ସାହାଯ୍ୟରେ। ଦ୍ରାକ୍ଷାର ଡାଏରୀର ଶେଷ ପୃଷ୍ଠାରେ ଆଖି ବୁଲାଉଥିଲେ ଅଜିତାଭ। ଏଇଟା ତମର ଶେଷ ଉପନ୍ୟାସ। ଝିଅ କହୁଥିଲା ତମେ ଝିଅ ସହିତ ଅଲଗା ରହୁଥିଲ ବୋଲି। କାହିଁ? କେଉଁଠି ହେଲେ ତ ଲେଖିନାହ ସେ କଥା। କାହିଁକି ଦ୍ରାକ୍ଷା? ତାହେଲେ ତମ ବିବାହିତ ଜୀବନ କ'ଣ ସୁଖପ୍ରଦ ନଥିଲା? ଶିଳ୍ପା ତାହେଲେ ଠିକ୍ କହୁଥିଲା? ସେମିତି ସବୁ କଥା ତମେ ମନ ଭିତରେ ଚାପି ରଖିଥିଲ, ଏ ଡାଏରୀରେ ବି ଲେଖିଲ ନାହିଁ। ଶେଷ ପୃଷ୍ଠାରେ ଶେଷ ଧାଡ଼ିଗୁଡ଼ିକ ପଢ଼ୁଥିଲେ ଅଜିତାଭ। ଏତିକି ମୋ ଶେଷ ଇଚ୍ଛା ଥିଲା, ଜୀବନର ଶେଷ ମୁହୂର୍ତ୍ତରେ ତମେ ଟିକେ ମୋ ପାଖରେ ଥାନ୍ତ। ମୋ ମଥା ଉପରେ ତମର ହାତର ସ୍ପର୍ଶ ଟିକେ ଅନୁଭବ କରିଥାନ୍ତି। କିନ୍ତୁ ତମ ଆକ୍ସିଡେଣ୍ଟ ଖବର ଆଉ ପରେ ପରେ ଗୋଡ଼ ଦୁଇଟାକୁ ହରାଇବା ଖବର ଶୁଣିବା ପରେ ବନ୍ଦ ଆଖିରୁ ଦୁଇ ଟୋପା ଲୁହ ନିଗିଡ଼ି ପଡ଼ିଲା ଅଜିତାଭଙ୍କ ଆଖିରୁ। ଟେବୁଲ ଉପରେ ଡାଏରୀଟିକୁ ରଖି ମୁଣ୍ଡ ମାଡ଼ି ବସିଲେ କିଛି କ୍ଷଣ। ହାତ ଦୁଇଟି ବେଢ଼ି ରହିଥିଲା ଦ୍ରାକ୍ଷାର ସେ ରଙ୍ଗୀନ ଫଟୋଟିରେ। ଦ୍ରାକ୍ଷା ହସୁଥିଲା ଓଠ ଚାପି ଚାପି। କେଜାଣି ସ୍ୱର୍ଗରେ ଥାଇ ସତକୁ ସତ ହସୁଥିବ ଏମିତି।